ପଞ୍ଚମ ପାଠ ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟ ସେନା। ଏହି ପାଠରୁ ଆମେ ପ୍ରଶ୍ନ ଉତ୍ତର ଆଲୋଚନା କରିବୁ। ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଭାବରେ ସୁଭାଷ ବୋଷଙ୍କ ରାଜନୀତି ଜୀବନ ସମ୍ପର୍କରେ ଏକ ବିବରଣୀ ପ୍ରଦାନ କର। 1923 ସୁଭାଷ ବୋଷ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ ଦେଲେ ଓ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ପଦବୀ ଅଲଙ୍କୃତ କଲେ। ସେ ମହାନ ନେତା ଚିତ୍ତରଞ୍ଜନ ଦାସଙ୍କୁ ତାଙ୍କ ରାଜନୀତି ଗୁରୁ ଭାବେ ଗ୍ରହଣ କଲେ ଏବଂ ତାଙ୍କ ପ୍ରେରଣାରେ ରାଜନୀତି କାର୍ଯ୍ୟ କଲେ। 1924 ସେ କଲିକତା ନଗର ନିଗମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିର୍ବାଚିତ ହେଲେ। ସେ ଉଭୟ ବଙ୍ଗଳା ପ୍ରାଦେଶିକ କଂଗ୍ରେସ ସମିତି ଓ ସର୍ବଭାରତୀୟ ଶ୍ରମିକ କଂଗ୍ରେସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପ ଯୋଗୁଁ ଇଂରେଜ ସରକାର 1942ରେ ସନ୍ଦେହରେ ଗିରଫ କରି ବର୍ମାର ମାଣ୍ଡେଲ ଜେଲକୁ ପ୍ରେରଣ କରିଥିଲେ। 1938ରେ ସେ ହରିପୁର ଅଧିବେଶନରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ମନୋନୀତ ହୋଇଥିଲେ। 1939ରେ ଗାନ୍ଧୀଙ୍କ ବିରୋଧରେ ସତ୍ତ୍ୱେ ସେ ତ୍ରିପୁରୀ ଅଧିବେଶନରେ ମଧ୍ୟ ସଭାପତି ହୋଇଥିଲେ। ଗାନ୍ଧୀଜୀଙ୍କ ସହ ମତଭେଦ ହେବାରୁ ସେ କଂଗ୍ରେସ ତ୍ୟାଗ କଲେ। ଭାରତ ପରିତ୍ୟାଗ ପଛରେ ସୁଭାଷ ବୋଷଙ୍କ ଉଦ୍ଦେଶ୍ୟ ଓ ଚିନ୍ତାଧାରା କ'ଣ ଥିଲା? ଇଂରେଜ ସରକାର ମାନଙ୍କର ନଜରବନ୍ଦୀ ରୂପେ ଥିବା ସୁଭାଷ ବୋଷ ଭାରତ ବାହାରେ ରହି ଭାରତ ସ୍ୱାଧୀନତା ପାଇଁ ଲଢ଼େଇ କରିବା ଉଦ୍ଦେଶ୍ୟରେ ଛଦ୍ମବେଶରେ ଭାରତ ବାହାରକୁ ଯିବା ପାଇଁ ସକ୍ଷମ ହୋଇଥିଲେ। ତାଙ୍କର ଚିନ୍ତାଧାରା ଥିଲା ଯେ ଶତ୍ରୁର ଶତ୍ରୁ ଆମର ମିତ୍ର ନୀତି ଅନୁସରଣ କରିବା। ସେ ବାହାର ବ୍ରିଟିଶ ଶକ୍ତିକୁ ଆଘାତ କରିବା ପାଇଁ ସିଦ୍ଧାନ୍ତ ନେଇଥିଲେ। ଭାରତ ଶତ୍ରୁକୁ ପରାସ୍ତ ଓ ଦମନ କରିବା ପାଇଁ ତାର ଶତ୍ରୁ ସହିତ ହାତ ମିଳାଇବା ଲାଭଦାୟକ ହେବ ବୋଲି ତାଙ୍କର ହୃଦୟବୋଧ ହୋଇଥିଲା। ସେ ଇତିହାସରୁ ଶିକ୍ଷାଲାଭ କରିଥିଲେ ଯେ ବହିସ୍ଥ ଶକ୍ତିର ସାହାଯ୍ୟ ବିନା କୌଣସି ଜାତି ସ୍ୱାଧୀନତା ହାସଲ କରିପାରିବେ ନାହିଁ। ଇଂଲଣ୍ଡର ପ୍ରଧାନ ଶତ୍ରୁ ଜର୍ମାନୀ ଓ ଜାପାନର ସମର୍ଥନ ଲାଭ କରିବା ପାଇଁ ସୁଭାଷ ବୋଷ ଉଦ୍ୟମ କଲେ ଓ ଫଳପ୍ରଦ ହେଲେ। ଜର୍ମାନୀରେ ସୁଭାଷଙ୍କ କାର୍ଯ୍ୟକଳାପ କ'ଣ ଥିଲା? ସୁଭାଷ ବୋଷ 1941 ଜାନୁଆରୀ 26ରେ ଭାରତର ସୀମା ଅତିକ୍ରମ କରି ଆଫଗାନିସ୍ତାନ ଓ ସୋଭିଏତ ରୁଷ ମଧ୍ୟ ଦେଇ ମୁସଲମାନ ଦେଶ ବର୍ଲିନରେ ପହଞ୍ଚିଥିଲେ। ଜର୍ମାନ ସରକାର ସାହାଯ୍ୟରେ ସେ ବର୍ଲିନଠାରେ ଏକ ସ୍ୱାଧୀନତା ଭାରତ କେନ୍ଦ୍ର ପ୍ରତିଷ୍ଠା କଲେ ଏବଂ ଫ୍ରି ଇଣ୍ଡିଆ ଆର୍ମି ବା ସ୍ୱାଧୀନ ଭାରତ ସୈନ୍ୟବାହିନୀ ଗଠନ କଲେ। ସେଠାରେ ପ୍ରାୟ 20,000 ଭାରତୀୟ ଯୁବବନ୍ଦୀ ଏଥିରେ ସାମିଲ ହେଲେ। ଭାରତୀୟ ସେନାମାନଙ୍କୁ ଜର୍ମାନୀ ସେନାପତିମାନେ ତାଲିମ ଦେଇଥିଲେ। ସୈନ୍ୟମାନଙ୍କ ଦ୍ୱାରା ଅଭିବାଦନ ସ୍ୱରୂପ ସାଧାରଣ ଭାବେ ଜୟ ହିନ୍ଦ ଧ୍ୱନି ବ୍ୟବହୃତ ହୋଇଥିଲା। ଜର୍ମାନୀରେ ସୁଭାଷ ବୋଷ ଆଜାଦ ହିନ୍ଦ ରେଡିଓ ପ୍ରତିଷ୍ଠା କରି ତାଙ୍କର ପ୍ରଥମ ଗୁପ୍ତ ବେତାର ବାର୍ତ୍ତା ବିଶ୍ୱବାସୀଙ୍କ ନିମନ୍ତେ ପ୍ରସାରଣ କରିଥିଲେ। ଜର୍ମାନୀର ଶାସକ ହିଟଲରଙ୍କୁ ଭେଟି ସୁଭାଷ ବୋଷ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ହିଟଲର କୌଣସି ମନ୍ତବ୍ୟ ଦେଇନଥିଲେ ମଧ୍ୟ ସୁଭାଷଙ୍କୁ ଜାପାନକୁ ନିରାପଦ ଭାବେ ଯାତ୍ରା କରିବା ପାଇଁ ସାହାଯ୍ୟ କରିଥିଲେ। ଆଜାଦ ହିନ୍ଦ ଫୌଜର ସୈନ୍ୟମାନଙ୍କ ଗିରଫର ପରିଣାମ ସ୍ୱରୂପ କ'ଣ ଘଟିଥିଲା? 1945 ସେପ୍ଟେମ୍ବର ବ୍ରିଟିଶ ସରକାର ଆଜାଦ ହିନ୍ଦ ଫୌଜର 3 ସେନାଧ୍ୟକ୍ଷ ଗିରଫ ହୋଇଥିଲେ ଏବଂ ନଭେମ୍ବର 5 ତାରିଖରେ ଲାଲକିଲ୍ଲାରେ ଅନୁଷ୍ଠିତ ସାମରିକ ଅଦାଲତ ସମ୍ମୁଖୀନ ହେଲେ। ସେମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭାବେ ଗ୍ରହଣ କରି ଭାରତୀୟମାନେ ସେମାନଙ୍କ ଗିରଫ ଓ ବିଚାର ବିରୋଧରେ ସମଗ୍ର ଦେଶରେ ବିକ୍ଷୋଭ ଓ ହରତାଳ ସଂଗଠିତ କଲେ। ଭାରତର ସମସ୍ତ ରାଜନୈତିକ ଦଳ ଗୁଡ଼ିକର ନେତୃବୃନ୍ଦ ତଥା ଜନସାଧାରଣ ଆଜାଦ ହିନ୍ଦ ଫୌଜର ସୈନ୍ୟମାନଙ୍କର ମୁକ୍ତି ଦାବି କଲେ।
ଭୁଲୁଭାଇ ଦେଶାଇ, ତେଜ ବାହାଦୁର ସାପ୍ରୁ, ଜବାହରଲାଲ ନେହେରୁ ଓ ଆସଫଲ ଅଲି ପ୍ରମୁଖ ଆଇନଜୀବୀ ସେମାନଙ୍କ ସାକ୍ଷ୍ୟ ପରେ ମକଦ୍ଦମା ଲଢ଼ିଲେ। ଇଂରେଜ ସରକାର ବିରୋଧରେ ପ୍ରବଳ ଜନମତ ପ୍ରକାଶ ପାଇବାରୁ ସାମରିକ ଅଦାଲତ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସତ୍ତ୍ୱେ ଭାରତର ଭାଇସରୟ ଲର୍ଡ ୱେଭେଲ ଅଭିଯୁକ୍ତମାନଙ୍କୁ 1946 ମସିହାରେ ଏକରେ ମୁକ୍ତ କରିଦେଲେ। ଆଜାଦ ହିନ୍ଦ ଫୌଜର ଅଭିଯାନରୁ ମିଳିଥିବା ସୁଫଳ ସମ୍ପର୍କରେ ଏକ ଟିପ୍ପଣୀ ଲେଖ। ଐତିହାସିକ ଦୃଷ୍ଟିକୋଣରୁ ବିଚାର କଲେ ଦେଖାଯାଏ ଆଜାଦ ହିନ୍ଦ ଫୌଜର ଅଭିଯାନ ଭାରତ ସ୍ୱାଧୀନତା ଇତିହାସରେ ସୁଦୂର ପ୍ରସାରୀ ଫଳ ଲାଭ କରିଥିଲେ। ଆଜାଦ ହିନ୍ଦ ଫୌଜ ସଂଗ୍ରାମର ତତ୍କ୍ଷଣିକ ଫଳ ହିସାବରେ ଭାରତୀୟ ସୈନ୍ୟ ନୌସେନା ବ୍ରିଟିଶ ଶାସନ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ଆଜାଦ ହିନ୍ଦ ସରକାର ମୁଖ୍ୟ ଭାବରେ ନେତାଜୀ ସୁଭାଷ ବୋଷ ଭାରତର ସ୍ୱାଧୀନତା ଦାବିକୁ ଏକ ଆନ୍ତର୍ଜାତିକ ପ୍ରଶ୍ନରେ ପରିଣତ କରିଥିଲେ। ଆଜାଦ ହିନ୍ଦ ଫୌଜର ବିଚାରକୁ କେନ୍ଦ୍ର କରି 1948 ମସିହା ଶେଷ ଭାଗରେ ସାରା ଭାରତ ବର୍ଷରେ ଯେଉଁ ଉତ୍ତେଜନା ଓ ବ୍ରିଟିଶ ବିରୋଧୀ ଆନ୍ଦୋଳନ ହୋଇଥିଲା ତାହା ସରକାରକୁ ଭୟଭୀତ କରିଥିଲା। ଭାରତର ସ୍ୱାଧୀନତା ଆନ୍ଦୋଳନ ଯେତେବେଳେ ମଉଳି ଯାଇଥିଲା ଠିକ୍ ସେହି ସମୟରେ ଆଜାଦ ହିନ୍ଦ ଫୌଜର କାର୍ଯ୍ୟକଳାପକୁ ନବଜୀବନ ପ୍ରଦାନ କରିଥିଲା ଓ ସ୍ୱାଧୀନତା ପ୍ରାପ୍ତିର ପଥକୁ ସୁଗମ କରିଥିଲା। 2 ନମ୍ବର, କେଉଁ ଦୁଇଟି ସ୍ଥାନରେ ଏବଂ କେବେ ସୁଭାଷ ବୋଷ ଜାତୀୟ କଂଗ୍ରେସ ଅଧିବେଶନର ସଭାପତି ହୋଇଥିଲେ? 1938ରେ ହରିପୁରର ଅଧିବେଶନରେ ସୁଭାଷ ବୋଷ ଜାତୀୟ କଂଗ୍ରେସ ସଭାପତି ମନୋନୀତ ହୋଇଥିଲେ। ସେହିପରି 1939ରେ ତ୍ରିପୁରା ଅଧିବେଶନରେ ମଧ୍ୟ ସଭାପତି ହୋଇଥିଲେ। ରାସବିହାରୀ ବୋଷ ବିଦେଶରେ ପ୍ରତିଷ୍ଠା କରିଥିବା ସଂଗଠନ ନାମ କ'ଣ? ଜାପାନରେ ବାସ କରୁଥିବା ଭାରତୀୟ ବିପ୍ଳବ ରାସବିହାରୀ ବୋଷ ସେଠାରେ ଭାରତୀୟ ସ୍ୱାଧୀନତା ସଂଘ ଗଠନ କରିଥିଲେ। ସେ କ୍ୟାପ୍ଟେନ ମୋହନ ସିଂଙ୍କ ନେତୃତ୍ୱରେ ଭାରତୀୟ ଜାତୀୟ ବାହିନୀ ବା ଆଜାଦ ହିନ୍ଦ ଫୌଜ ମଧ୍ୟ ଗଠନ କରିଥିଲେ। ଜର୍ମାନୀରୁ କେବେ ଓ କିପରି ସୁଭାଷ ଚନ୍ଦ୍ର ବୋଷ ଟୋକିଓ ଯାଇଥିଲେ? 1943 ଫେବୃଆରୀ 8 ତାରିଖରେ ସୁଭାଷ ବୋଷ କିଲେ ବନ୍ଦରରୁ ପୋଡ଼ାଜାହାଜରେ ଜାପାନ ଅଭିମୁଖୀ ଯାତ୍ରା କଲେ। ଜୁନ୍ 13ରେ ଟୋକିଓ ସହର ପହଞ୍ଚିଲେ। ସୁଭାଷ ଚନ୍ଦ୍ର ବୋଷ ଆଜାଦ ହିନ୍ଦ ଫୌଜରେ 4ଟି ବ୍ରିଗେଡର ନାମ କ'ଣ ରଖିଥିଲେ? ଗାନ୍ଧୀ ବ୍ରିଗେଡ, ନେହେରୁ ବ୍ରିଗେଡ, ଆଜାଦ ବ୍ରିଗେଡ ଏବଂ ସ୍ୱତନ୍ତ୍ର ମହିଳା ଶାଖା ଝାନ୍ସୀ ରାଣୀ ବ୍ରିଗେଡ। ଦିଲ୍ଲୀ ଚାଲୋର ତାତ୍ପର୍ଯ୍ୟ କ'ଣ? ନେତାଜୀଙ୍କ ଗଣଧ୍ୱନି ଦିଲ୍ଲୀ ଚାଲୋର ତାତ୍ପର୍ଯ୍ୟ ଭାରତର ରାଜଧାନୀ ଦିଲ୍ଲୀ ଇଂରେଜ ଅଧୀନରେ ଥିଲା। ଆଜାଦ ହିନ୍ଦ ଫୌଜ ଦିଲ୍ଲୀ ପର୍ଯ୍ୟନ୍ତ ଅଗ୍ରସର ହୋଇ ଦିଲ୍ଲୀରୁ ଇଂରେଜମାନଙ୍କୁ ତଡ଼ି ଅଧିକାର କରିବା। ଆଜାଦ ହିନ୍ଦ ଫୌଜ ତାହାର ଭାରତ ଅଭିଯାନ ସମୟରେ ଭାରତର କେଉଁ ସହର ଏବଂ କେବେ ଦଖଲ କରିଥିଲା? ଆଜାଦ ହିନ୍ଦ ଫୌଜ ତାହାର ଭାରତ ଅଭିଯାନ ସମୟରେ କୋହିମା ସହର ଦଖଲ କରିଥିଲା। 1944 ମସିହା ଏପ୍ରିଲ ମାସରେ ଆଜାଦ ହିନ୍ଦ ଫୌଜ କୋହିମା ଦଖଲ କରି ସେଠାରେ ଭାରତୀୟ ପତାକା ଉତ୍ତୋଳନ କରିଥିଲେ। ଇମ୍ଫାଲ ଦଖଲ କରିବା ପାଇଁ ଆଜାଦ ହିନ୍ଦ ଫୌଜ କାହିଁକି ବିଫଳ ହୋଇଥିଲା? ଆଜାଦ ହିନ୍ଦ ଫୌଜ ମଣିପୁରର ରାଜଧାନୀ ଇମ୍ଫାଲ ଦଖଲ କରିବା ପାଇଁ ଅଗ୍ରସର ହେବା ସମୟରେ ପ୍ରବଳ ବର୍ଷା ହେବାରୁ ଯୋଗାଯୋଗ ବ୍ୟବସ୍ଥା ଛିନ୍ନ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନର ପରାଜୟ ଆଜାଦ ହିନ୍ଦ ଫୌଜର ବିପର୍ଯ୍ୟସ୍ତର କାରଣ ହେଲା। ଆଜାଦ ହିନ୍ଦ ଯୁଦ୍ଧବନ୍ଦୀମାନଙ୍କ ସପକ୍ଷରେ କେଉଁ ଆଇନଜୀବୀମାନେ ମକଦ୍ଦମା ଲଢ଼ିଥିଲେ? ଆଜାଦ ହିନ୍ଦ ଯୁଦ୍ଧବନ୍ଦୀମାନଙ୍କ ପାଇଁ ଭୁଲୁଭାଇ ଦେଶାଇ, ତେଜ ବାହାଦୁର ସାପ୍ରୁ, ଜବାହରଲାଲ ନେହେରୁ ଓ ଆସଫ ଅଲି ପ୍ରମୁଖ ଆଇନଜୀବୀମାନେ ମକଦ୍ଦମା ଲଢ଼ିଥିଲେ। ଆଜାଦ ହିନ୍ଦ ଫୌଜର ଯୁଦ୍ଧବନ୍ଦୀମାନଙ୍କୁ କିଏ ଏବଂ କେବେ ମୁକ୍ତ କରିଥିଲେ? ଆଜାଦ ହିନ୍ଦ ଫୌଜର ଯୁଦ୍ଧବନ୍ଦୀମାନଙ୍କୁ ଭାରତର
तत्कालीन भाइसराय लॉर्ड वालभेल 1946 ଜାନୁଆରୀ 1 ତାରିଖରେ ମୁକ୍ତ କରିଥିଲେ। ସୁଭାଷ ଚନ୍ଦ୍ର ବୋଷଙ୍କ ବିମାନ ଦୁର୍ଘଟଣା କେବେ ଏବଂ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାତ୍ରା କରୁଥିବା ବେଳେ ହୋଇଥିଲା? 1945 ଅଗଷ୍ଟ 8 ତାରିଖରେ ଜାପାନର ଫୁଜୋମାରୁ ଟୋକିଓକୁ ଯାଉଥିବା ବେଳେ ବିମାନ ଦୁର୍ଘଟଣାରେ ସୁଭାଷ ବୋଷ ମୃତ୍ୟୁବରଣ କରିଥିବା ସମ୍ବାଦ ପ୍ରକାଶ ପାଇଥିଲା। ନମ୍ବର 3 ସୁଭାଷ ଚନ୍ଦ୍ର ବୋଷ କେଉଁ ଦିନ ଜନ୍ମଗ୍ରହଣ କରିଥିଲେ? 1897 ଖ୍ରୀଷ୍ଟାବ୍ଦ ଜାନୁଆରୀ 23ରେ। ସୁଭାଷ ଚନ୍ଦ୍ର ବୋଷ କାହାକୁ ତାଙ୍କର ରାଜନୀତି ଗୁରୁ ଭାବେ ଗ୍ରହଣ କରିଥିଲେ? ସୁଭାଷ ଚନ୍ଦ୍ର ବୋଷ ମହାନ ନେତା ଚିତ୍ତରଞ୍ଜନ ଦାସଙ୍କୁ। କଂଗ୍ରେସର କେଉଁ ଅଧିବେଶନରେ ସୁଭାଷ ଚନ୍ଦ୍ର ବୋଷ ପ୍ରଥମ ଥର ଏହାର ସଭାପତି ହୋଇଥିଲେ? କଂଗ୍ରେସର ହରିପୁର ଅଧିବେଶନରେ ଭାରତୀୟ ଜାତୀୟ କଂଗ୍ରେସ ସଭାପତି ରୂପେ। ସୁଭାଷ ଚନ୍ଦ୍ର ବୋଷ ଗଠନ କରିଥିବା ରାଜନୀତି ଦଳର ନାମ କଣ ଥିଲା? ଫରୱାର୍ଡ ବ୍ଲକ। ଭାରତୀୟ ସ୍ୱାଧୀନତା ସଂଘର ପ୍ରତିଷ୍ଠାତା କିଏ ଥିଲେ? ବିପ୍ଳବୀ ରାସବିହାରୀ ବୋଷ। ସୁଭାଷ ଚନ୍ଦ୍ର ବୋଷ ଜାପାନ କେଉଁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ? ସୁଭାଷ ଚନ୍ଦ୍ର ବୋଷ ଜାପାନ ପ୍ରଧାନମନ୍ତ୍ରୀ ଟୋଜୋଙ୍କୁ ସାକ୍ଷାତ କରିଥିଲେ। କିଏ ଝାନ୍ସୀ ରାଣୀ ବ୍ରିଗେଡ ନେତୃତ୍ୱ ନେଇଥିଲେ? କ୍ୟାପ୍ଟେନ ଲକ୍ଷ୍ମୀ ସେହଗଲ। ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି। କେଉଁ ପରିପ୍ରେକ୍ଷୀରେ ସୁଭାଷ ବୋଷ ଏକଥା କହିଥିଲେ? ଆଜାଦ ହିନ୍ଦ ସରକାର ପ୍ରତିଷ୍ଠା କରି ସୁଭାଷ ବୋଷ କହିଥିଲେ। ଆଜାଦ ହିନ୍ଦ ଫୌଜ ଭାରତ ଅଭିଯାନ ସମୟରେ କେଉଁଠାରେ ଭାରତୀୟ ପତାକା ଉତ୍ତୋଳନ କରିଥିଲେ? ଆଜାଦ ହିନ୍ଦ ଫୌଜ ଭାରତ ଅଭିଯାନ ସମୟରେ କୋହିମା ଠାରେ ଭାରତୀୟ ପତାକା ଉତ୍ତୋଳନ କରିଥିଲେ। କେଉଁ ସ୍ଥାନରେ ଆଜାଦ ହିନ୍ଦ ଯୁଦ୍ଧବନ୍ଦୀମାନଙ୍କର ବିଚାର ହୋଇଥିଲା? ଦିଲ୍ଲୀର ଲାଲକିଲ୍ଲା ଅନୁଷ୍ଠିତ ସାମରିକ ଅଦାଲତରେ ଯୁବବନ୍ଦୀମାନଙ୍କ ବିଚାର ହୋଇଥିଲା। ନମ୍ବର 4 ଉତ୍ତର 1920 1941 ମାର୍ଚ୍ଚ 25 ରାସବିହାରୀ ବୋଷ ସିଙ୍ଗାପୁର ଜାପାନ ଥିଲା ପ୍ରଶ୍ନ ଉତ୍ତର।